ଖାଲି ଆପଣ ଭଲ ଷ୍ଟୁଡେଣ୍ଟ ହେଲେ ଯେ ଭଲ ଡାକ୍ତର ହେଇଯିବେ ସେମିତି କିଛି ଗ୍ୟାରେଣ୍ଟି ନାହିଁ। ଆପଣ ଭଲ ଷ୍ଟୁଡେଣ୍ଟ ହେବେ, ତାପରେ କ୍ଲିନିକାଲ ଟ୍ରେନିଂ ନେବେ, କାମ କରିବେ, ଏକ୍ସପିରିଏନ୍ସ ହବ, ସବୁ ରୋଗୀକୁ ପୁରା ଯେମିତି ଆମର ହିଷ୍ଟ୍ରି ଟେକିଂ ଏକ୍ସାମିନେସନ ପଢା ହେଇଛି ଅଣ୍ଡର ଗ୍ରାଜୁଏଟ ସ୍ତରରେ ସମସ୍ତଙ୍କୁ ସେମିତି ଏକ୍ସାମିନ କରିବେ, ତାହେଲେ ଆମେ ରାଇଟ୍ ଡାଇଗ୍ନୋସିସରେ ପହଞ୍ଚିବା। ଆଉ ଏବେ ତ ଟିକେ ଆହୁରି ସହଜ ହେଇଗଲାଣି, ଟେକ୍ନୋଲୋଜି ଡେଭଲପ ହେଇଯାଇଛି, ସବୁ ଜାଗାରେ ଆଡଭାନ୍ସଡ ମେସିନେରିଜ ଆମକୁ ସପୋର୍ଟ କରିବା ପାଇଁ ଅଛି। ଆମେ ଯଦି ସମୟ ଦେଇ ଆଉ ଆମର କ୍ଲିନିକାଲ ଆକ୍ୟୁମେଣ୍ଟ ୟୁଜ କରିବା, ମୁଁ ଭାବୁଛି ଆମର ଏରର ଚାନ୍ସ ବହୁତ କମିଯିବ, କମିଗଲାଣି ବି, ଆହୁରି ସେଟା କମିଯିବାର ଆବଶ୍ୟକତା ଅଛି। ଚିକିତ୍ସା ହେଇ ଭଲ ହେଇପାରୁଥିବା କୌଣସି ରୋଗୀ ମରିବା ଉଚିତ ନୁହେଁ। ଯଦି ଚିକିତ୍ସା ହେଇପାରି ଭଲ ହଉଥିବା ରୋଗୀ ମରିଯାଉଛି, ତାର 3-4ଟି ମୁଖ୍ୟ କାରଣ ଅଛି। ଗୋଟେ ହେଲା ସେ ରୋଗୀ ନିଜେ ଲେଟରେ ଆସେ, କିମ୍ବା ପ୍ରଥମେ ସେ ଯୋଉଠି ଦେଖେଇଛି ସେଠି ଡାକ୍ତର ଠିକ ସେ ତାଙ୍କୁ ଏକ୍ସାମିନ କରିନାହାନ୍ତି, କିମ୍ବା ବେଳେବେଳେ ଡାକ୍ତର ଏକ୍ସାମିନ କରିକି ଆଡଭାଇସ ଦେଲେ ବି ରୋଗୀ ମାନି ନାହିଁ। ବେଳେବେଳେ ଏ ସମସ୍ତ ଜିନିଷ ଠିକ ଥାଇକି ବି ସେଇଠି ଟ୍ରିଟମେଣ୍ଟର ସବୁ ଜିନିଷ ଆଭେଲେବଲ ନଥିବା ଯୋଗୁଁ ଆମେ ଗୋଟେ ଦୂର ଜାଗାକୁ ଆସୁ ଆଉ ଟାଇମ ୱେଷ୍ଟ ହେଇଯାଏ। ଏ ସମସ୍ତ ବିଭିନ୍ନ କାରଣ ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଆଉ ମୁଁ ଭାବୁଛି ସେଥିପାଇଁ ଜଣେ ଭଲ ଡାକ୍ତର, ଭଲ ଡାକ୍ତରଖାନା, ପ୍ଲସ ଭଲ ଆଡମିନିଷ୍ଟ୍ରେସନ, ପ୍ଲସ ପୁରା ସିଷ୍ଟମ, ଏ ସମସ୍ତ ଯଦି ଗୋଟେ ସମନ୍ୱୟରେ କାମ କରିବେ, ତାହେଲେ ଆମର ମୂଲ୍ୟବାନ ଜୀବନ ନିଶ୍ଚିତ ବଞ୍ଚିପାରିବା।